ଭାଇମାନେ ରିଲିଜ୍ ହେବାକୁ ଯାଉଛି ଦମନ ମୁଭି। ଭାଇମାନେ ଦମନ ମୁଭି ଯାହାକି 4 ନଭେମ୍ବର 2022ରେ ରିଲିଜ୍ ହୋଇଥିଲା ଏବଂ ତାର କଣ୍ଟେଣ୍ଟର ବଳରେ 24 କୋଟିର ବିଜନେସ୍ ବା ବକ୍ସ ଅଫିସ୍ କଲେକ୍ସନ୍ ଏହି ମୁଭିଟି କରିଥିଲା। ଯେଉଁ ସମୟରେ ଓଡ଼ିଆ ଚଳଚ୍ଚିତ୍ରକୁ ହଲ୍ ମିଳୁନଥିଲା, ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ଛାଡ଼ି ଦେଇଥିଲେ, ଠିକ୍ ସେହି ସମୟରେ ଦମନ ରିଲିଜ୍ ହୋଇଥିଲା ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏବଂ ଏହି ମୁଭିର ଷ୍ଟୋରିଟି ଯେ କିପରି ଏକ ଡାକ୍ତର ଆଦିବାସୀ ଅଞ୍ଚଳ ମାଲକାନଗିରି ଜଙ୍ଗଲ ଓ ପାହାଡ଼ ଚାରିପଟେ ଲୋକମାନଙ୍କର ଚିକିତ୍ସା କରିବା, ସେଠିକାର ଅନ୍ଧବିଶ୍ୱାସକୁ ଦୂରେଇବା ଏବଂ ଆତଙ୍କବାଦୀଙ୍କ ସହ ରହି କାମ କରିବା। କିଭଳି ଜଣେ ସହରିଆ ଡାକ୍ତର ଏହି ମଫସଲିଆ ଏରିଆରେ ସର୍ଭାଇଭ୍ କରୁଛି, ତାହାକୁ ବହୁତ ସୁନ୍ଦର ଭାବରେ ଏହି ମୁଭିରେ ଦେଖାଯାଇଛି। କିଭଳି ସେ ସକ୍ସେସ୍ ପାଉଛି, କିଭଳି ଏହି ଲୋକମାନଙ୍କ ସହ ରହି ଆତଙ୍କବାଦୀଙ୍କ ସହ ଲଢ଼ୁଛି ଏବଂ କିଭଳି ସର୍ଭାଇଭ୍ କରି ସେ ଏହି ଲୋକମାନଙ୍କୁ ରକ୍ଷା କରୁଛି। ଏହି ସବୁ ଜିନିଷ ଡାଇରେକ୍ଟର ଆମକୁ ବହୁତ ସୁନ୍ଦର ଭାବରେ ଦେଖାଇଛନ୍ତି। ଏବଂ ମୁଭିର କ୍ୟାମେରା ଆଙ୍ଗେଲ୍ ଦେଖିବେ ଆପଣ ସାଉଥ୍ର ଭାଇବି ଆସିବ। ଏବଂ କ୍ୟାମେରା ଆଙ୍ଗେଲ୍ ଯେଉଁ ପାହାଡ଼ରେ ଯାଏ କ୍ୟାମେରାଟି ଏବଂ ଡ୍ରୋନ୍ରେ, ପ୍ରାୟ ସବୁ ଜିନିଷ ଡ୍ରୋନ୍ରେ ସୁଟିଂ ହୋଇଛି। ମୁଭିରେ ବାବୁସାନଙ୍କର ଯେଉଁ ଆକ୍ଟିଂ, ରିଏଲ୍ ଆକ୍ଟିଂ, ଏହି ଷ୍ଟୋରିଟା ଏକ ରିଏଲ୍ ଷ୍ଟୋରି। ଏହି ଷ୍ଟୋରିରେ ଏକ ଡକ୍ଟରର କାହାଣୀକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଯାହାକି ମାଲକାନଗିରିରେ ସତରେ ହୋଇଥିଲା। ଏହା ଏକ ସତ ଘଟଣା। ଦମନ ମୁଭିଟିକୁ 70ତମ ନ୍ୟାସନାଲ୍ ଆୱାର୍ଡ଼ ବା ଉପାଧି ମିଳିସାରିଛି ଏବଂ IMDb ରେଟିଂରେ ଏହାକୁ 10ରୁ 8.8 ଷ୍ଟାର ଦିଆଯାଇଥିଲା। ମୁଭିଟିର କ୍ରେଜ୍ ଏତେ ଥିଲା ଯେ ଏହାକୁ ହିନ୍ଦୀରେ ରିଲିଜ୍ କରିବାକୁ ପଡ଼ିଲା ଏବଂ ଏହି ମୁଭିଟି ହିନ୍ଦୀରେ ଦିଲ୍ଲୀ, ହାଇଦ୍ରାବାଦ ଏବଂ ଅନ୍ୟାନ୍ୟ ହଲ୍ରେ ଏହି ମୁଭିଟି ଶୋ କରିଥିଲା, ମାନେ ରିଲିଜ୍ ହୋଇଥିଲା। ଏହା ଫଳରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ନାଁ ବହୁ ଜାଗାରେ ଆସିଲା ଏବଂ ଆମ ଓଡ଼ିଆ ମୁଭି ବହୁ କ୍ଷତି ଅର୍ଜନ କରିପାରିଲା ଏବଂ ଆମେ ଓଡ଼ିଆ ସବୁଠୁ ବଢ଼ିଆ, ଯାହାକି ଓଡ଼ିଶାର ବାହାର ଲୋକ ବି ଜାଣିପାରିଲେ। ଏବଂ ଏଥିରୁ ଜଣାପଡ଼ିଲା ଯେ ଏଇଭଳି ଡାଇରେକ୍ଟର ଆସିଲେ ଆମ ମୁଭି ସୁପରହିଟ୍ ହେବ। ଆମ ଓଡ଼ିଶାର କଥାକୁ ନେଇ ମୁଭି କଲେ ମୁଭି ସୁପରହିଟ୍ ହେବ। ଆମ ଓଡ଼ିଶାର ବିଷୟରେ ବାହାର ଦେଶ ବା ବାହାର ରାଜ୍ୟରେ ଆମ ନାଁ ଆସିବ। ଏହି ଦମନ ମୁଭିର ଡାଇରେକ୍ଟରଙ୍କ ପରେ ଏବେ ଏକ ମୁଭି ଆସୁଛି ଯାହାର ନାଁ ପରବ, ଯାହାକି ସିଦ୍ଧାନ୍ତ ମହାପାତ୍ରଙ୍କୁ ନେଇକି ତିଆରି କରାଯାଇଛି। ମୋତେ ଲାଗୁଛି ବି ସେ ମୁଭିଟି ବହୁତ ଭଲ ହେବ। ଏବଂ ଏହି ଅକ୍ଟୋବର 9 ତାରିଖରେ ପୁଣି ଥରେ ଗ୍ରାଣ୍ଡ ରିଲିଜ୍ ହେବାକୁ ଯାଉଛି ଦମନ। ଏହାର ଫଳରେ 9 ତାରିଖରେ ଆସିବାକୁ ଯାଉଥିବା 4ଟି ମୁଭି ଉପରେ ଏହାର ପ୍ରଭାବ ପଡ଼ିବ। ସେ ମୁଭିମାନଙ୍କର ନାମ ହେଉଛି କର୍ମ, ଯାହାକି ଅନୁପମ ମହାନ୍ତିଙ୍କର, ଭିଲିଆନ୍, ଯାହାକି ଅନିରୁଦ୍ଧ ବା ଅଧେନ୍ଦୁଙ୍କର, ଏବଂ ଖୋକା ଭାଇ ତମ ପାଇଁ, ଯାହାକି ସ୍ୱରାଜଙ୍କର, ଏବଂ ଦୁର୍ଗା। ଏହି 4ଟି ମୁଭି 9 ତାରିଖରେ ରିଲିଜ୍ ହେବ ଏବଂ ଠିକ୍ ସେହି ସମୟରେ ଦମନ ବି ରିଲିଜ୍ ହେବ। ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ 60ଟି ହଲ୍, ଏହି 60ଟି ହଲ୍ ମଧ୍ୟରେ କାହାକୁ କେଉଁ ହଲ୍ ମିଳିବ ତାହା ଜଣାପଡ଼ୁନାହିଁ। ଏହି ଦମନ ମୁଭିକୁ ରିଲିଜ୍ କରିବା ଆପଣମାନଙ୍କୁ ଠିକ୍ ଲାଗିଲା କି ନାହିଁ ମୋତେ କମେଣ୍ଟରେ ଜଣାନ୍ତୁ। ଏବଂ ଆପଣମାନେ କର୍ମ, ଭିଲିଆନ୍, ଖୋକା ଭାଇ ତୁମ ପାଇଁ, ଦୁର୍ଗା ଏବଂ ଦମନ ମଧ୍ୟରୁ କେଉଁ ମୁଭିଟିକୁ ଦେଖିବାକୁ ଯିବେ ମୋତେ କମେଣ୍ଟରେ ଜଣାନ୍ତୁ। ରହୁଛି, ଜୟ ଜଗନ୍ନାଥ।